ପିଲାମାନେ ଆଜି ଗପ ଶୁଣିବା। ଆଚ୍ଛା, ଆଜି ଗୋଟେ ନୂଆ ଗପଟେ ଶୁଣିବା। ଗପର ନାଁ ହେଉଛି ଗୋଲ୍ଡିଲକ୍ସ ଆଣ୍ଡ 3 ବେୟର୍ସ। ହେଲା, ଗୋଲ୍ଡିଲକ୍ ଆଉ 3 ଭାଲୁ। ହେଲା, ଆଚ୍ଛା, ଗୋଟେ ବଡ଼ ଜଙ୍ଗଲ ଥିଲା। ସେ ବଡ଼ ଜଙ୍ଗଲର ଗୋଟେ ଲାଷ୍ଟ ଆଡ଼କୁ, ଗୋଟେ ଜଙ୍ଗଲ ଶେଷ ଆଡ଼କୁ ଗୋଟେ ସୁନ୍ଦର ଘର ଥିଲା। ସେ ସୁନ୍ଦର ଘର ଚାରିପାଖରେ ବଗିଚା ଥିଲା, ଫୁଲ ଗଛ ବି ଥିଲା। ଆଉ ସେ ସୁନ୍ଦର ଘରେ କିଏ ରହୁଥିଲେ ଜାଣିଛ? 3 ଭାଲୁ। ଜଣେ ବାପା ଭାଲୁ, ମା ଭାଲୁ ଆଉ କୁନି ଭାଲୁ। ବାପା ଭାଲୁ ଯିଏ ସେ ଟିକେ ମୋଟା କଟା ପୁରା ବଡ଼ଟେ, ହେଲା, ପୁରା ତାଗଡ଼ା ଭାଲୁଟେ। ଆଉ ମା ଭାଲୁ ଯିଏ ସିଏ ବି ବଡ଼ ଭାଲୁଟେ, କିନ୍ତୁ ବାପା ଭାଲୁ ଠାରୁ ଟିକେ ଛୋଟ। ଆଉ କିଏ ରହୁଥିଲା ନା କୁନି ଭାଲୁ, ତମ ଭଳିଆ ପୁରା ଗୁଲୁପୁଚୁଟେ କୁନି ଭାଲୁଟେ। ହେଲା, ବାପା ଭାଲୁ, ମା ଭାଲୁ ଆଉ କୁନି ଭାଲୁ 3 ଜଣ ସେ ଘରେ ରହୁଥିଲେ। ଆଉ ସେ ଘର ଚାରିପାଖରେ ବି ସୁନ୍ଦର ବଗିଚା ଥିଲା। ସେ ବଗିଚାରେ ବି ସମସ୍ତେ କାମ କରୁଥିଲେ, ଫୁଲ ଗଛ ଲଗାଉଥିଲେ, ଗଛରେ ପାଣି ଦେଉଥିଲେ। ହେଲା, ଆଉ ତାଙ୍କ ଘରେ ଜାଣିଛ 3 ଜଣ ସେମାନେ ରହୁଥିଲେ ବୋଲି ତାଙ୍କ ଘରେ 3ଟା ଗିନା ଥିଲା, ତାଟିଆ 3ଟା। ଗୋଟେ ବଡ଼ ତାଟିଆ, ଗୋଟେ ମଝିଆ ତାଟିଆ, ଗୋଟେ ଛୋଟ ତାଟିଆ। ବଡ଼ ତାଟିଆରେ କିଏ ଖାଉଥିବ? ବାପା ଭାଲୁ। ମଝିଆ ତାଟିଆରେ ମା ଭାଲୁ। ଆଉ କୁନି ତାଟିଆରେ କୁନି ଭାଲୁ ଖାଏ। ହେଲା, ସେମିତି 3ଟା ଚେୟାର ବି ଥିଲା। ଗୋଟେ ବଡ଼ ଚେୟାର, ଗୋଟେ ମଝିଆ ଚେୟାର, ଗୋଟେ କୁନି ଚେୟାର। ବଡ଼ ଚେୟାରରେ ବଡ଼ ଭାଲୁ ବସୁଥିଲା, ବାପା ଭାଲୁ। ମଝିଆ ଚେୟାରରେ ମା ଭାଲୁ ବସୁଥିଲା। କୁନି ଚେୟାରରେ କିଏ ବସିଥିଲା? କୁନି ଭାଲୁ। ହେଲା, ତାଙ୍କର ସେମିତି 3ଟା ଖଟ ବି ଥିଲା। ଗୋଟେ ବଡ଼ ଖଟ, ଗୋଟେ ମଝିଆ ଖଟ, ଗୋଟେ କୁନି ଖଟ। ବଡ଼ ଖଟରେ ବାପା ଭାଲୁ ଶୋଉଥିଲା, ମଝିଆ ଖଟରେ ମା ଭାଲୁ ଶୋଉଥିଲା, ଆଉ କୁନି ଖଟରେ କୁନି ଭାଲୁ ଶୋଉଥିଲା। ହେଲା, ଦିନେ କ'ଣ ହେଇଛି, ସକାଳୁ ସକାଳୁ କୁନି ଭାଲୁ ତା ମାଆକୁ କହିଲା, ମା, ମୋତେ ନା ଆଜି କ୍ଷୀରି ଖାଇବାକୁ ଇଚ୍ଛା ହେଉଛି, ଟିକେ କ୍ଷୀରି କରନ୍ତନି? ସେଠୁ ମା ଭାଲୁ କହିଲା, ହଉ ଠିକ୍ ଅଛି, ଆଜି କ୍ଷୀରି କରିଦେବି। ଆଉ ସେ ମା ସେଠୁ ବଢ଼ିଆ କ୍ଷୀରି କଲା। ଆଚ୍ଛା, କ୍ଷୀରିଟା ଗରମ ଗରମ ଭଲ ଲାଗେନି ନା? ଟିକେ ଥଣ୍ଡା ହେଲେ ଭଲ ଲାଗେ, କାହିଁକିନା ଗରମ ଗରମ ଖାଇଲେ ପାଟି ପଡ଼ିଯିବ, ନାଇଁ? ସେଠୁ ସେମାନେ ଖାଇବାକୁ ବସିଲେ। 3ଟା ଗିନାରେ ବଢ଼ା ହେଲା, ବଡ଼ ଗିନା, ମଝିଆ ଗିନା, ଛୋଟ ଗିନା, ତାଟିଆ ଯେଉଁଟାକୁ ଆମେ କହେ, ବଡ଼ ତାଟିଆ, ମଝିଆ ତାଟିଆ, ଛୋଟ ତାଟିଆ। ହେଲା, ବଢ଼ା ହେଲା ବେଳକୁ କୁନି ଭାଲୁ କହିଲା, ମା, କ୍ଷୀରିଟା ବହୁତ ତାତିଛି, କ୍ଷୀରି ଥଣ୍ଡା ହେଉଥାଉ, ଚାଲ ଆମେ ଟିକେ ବାହାରେ ବୁଲି ଆସିବା ଜଙ୍ଗଲରେ, ଥଣ୍ଡା ପବନ ଦେଉଛି, ଆଉ ମୋର ଟିକେ ମହୁ ଖାଇବାକୁ ଇଚ୍ଛା ହେଉଛି। ଭାଲୁମାନେ ମହୁ ଖାଇବାକୁ ବହୁତ ଭଲ ପାଆନ୍ତି ପିଲାମାନେ। ହେଲା, ସେଇଠୁ ବାପା ଭାଲୁ କହିଲା, ହଉ ତାହେଲେ ଠିକ୍ ଅଛି, ଚାଲ ଯିବା। ସେମାନେ ସେଇଠୁ ରେଡ଼ି ହେଲେ, ଟୋପି ପିନ୍ଧିଲେ, ଡ୍ରେସ୍ ପିନ୍ଧିଲେ, ଛତା ଧରିଲେ, ଚାଲିଲେ ବୁଲିବାକୁ। କୁଆଡ଼େ ବୁଲି ଯିବେ? ଜଙ୍ଗଲରେ ଟିକେ ବୁଲି ଆସିବେ। ଆଉ ବୁଲି ଆସିଲା ବେଳକୁ କ୍ଷୀରି ଥଣ୍ଡା ହେଇଯାଇଥିବ, କ୍ଷୀରି ଖାଇବେ ଆଉ। ହେଲା, ସେଠୁ ସେମାନେ ଚାଲିଲେ। କିଏ? ବାପା ଭାଲୁ, ମା ଭାଲୁ, କୁନି ଭାଲୁ। ହେଲା, ସେଇ ଜଙ୍ଗଲର ଆର ପାଖରେ ଗୋଟେ କୁନି ଝିଅଟେ ରହୁଥିଲା। ତା ନାଁ ହେଉଛି ଗୋଲ୍ଡିଲକ୍ସ। ତା ନାଁ ଏମିତି କାହିଁକି ଜାଣିଛ? ତାର ଚୁଟି ଗୁଡ଼ାକ ଗୋଲ୍ଡେନ୍ କଲର୍ର, ସୁନେଲି ରଙ୍ଗର। ହେଲା, ସେଥିପାଇଁ ତା ନାଁ ହେଉଛି ଗୋଲ୍ଡିଲକ୍ସ। ସେ ବି ତା ବାପା ମାଙ୍କ ସାଙ୍ଗରେ ରହୁଥିଲା। ଗୋଲ୍ଡିଲକ୍ସ ତାଙ୍କ ଘର ପାଖରେ ଖେଳେ ବାହାରେ ଆସିକିରି। ଦିନେ କ'ଣ ହେଇଛି, କହିଲା, ମା, ମୁଁ ଟିକେ ଯାଉଛି ଜଙ୍ଗଲ ଆଡ଼େ ଖେଳି ଆସିବି। ତା ମା କହିଲେ, ହଉ ଯା, କିନ୍ତୁ ବହୁତ ଭିତରକୁ ଯିବୁନି, କାହିଁକିନା ମୁଁ ଶୁଣିଛି ଭାଲୁମାନେ ଜଙ୍ଗଲରେ ରହନ୍ତି। ଗୋଲ୍ଡିଲକ୍ କହିଲା, ହଁ ମା, ତୁମେ ଜମା ବ୍ୟସ୍ତ ହୁଅନି, ମୁଁ ଏଇ ପାଖରେ ଖେଳିକି ପଳେଇ ଆସିବି। ହେଲା, ଗୋଲ୍ଡିଲକ୍ସ ବାହାରେ ଖେଳୁଥିଲା। ହଠାତ୍ ଗୋଟେ ପ୍ରଜାପତି ଦେଖିଲା। ପ୍ରଜାପତି, ତମେ ମାନେ ପ୍ରଜାପତି ଦେଖିଲେ କ'ଣ କର? ତା ପଛରେ ସବୁ ଦୌଡ଼ ତାକୁ ଧରିବାକୁ। ଗୋଲ୍ଡିଲକ୍ ବି ସେ ପ୍ରଜାପତି ପଛରେ ଦୌଡ଼ିଲା ତାକୁ ଧରିବାକୁ। ହେଲା, ଦୌଡ଼ି 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 କେତେ ବାଟ ପଳେଇଲା, ଆଉ ଘରକୁ ଫେରିବାକୁ ବାଟ ପାଇଲାନି, ହଜିଗଲା ଜଙ୍ଗଲରେ। ହେଲା, ତାପରେ ସେଇଠୁ ଚାରିଆଡ଼କୁ ଚାହିଁଲା ବେଳକୁ ତାକୁ ଗୋଟେ ପାଖରେ ଦେଖାଗଲା ଗୋଟେ ଘର। କହିଲା, ଆରେ ହେ, ଏଠି ତ କ'ଣ ଘରଟେ ଦେଖାହେଉଛି, ମୁଁ ଯାଉଛି ଯିବି। ସେଠୁ ଗୋଲ୍ଡିଲକ୍ ସେ ଘର ପାଖକୁ ଗଲା।
ଗଲା ବେଳକୁ ଦେଖିଲା ସେ ଘର ଚାରିପାଖରେ ସୁନ୍ଦର ସୁନ୍ଦର ଫୁଲ ଲାଗିଛି। ସେଠୁ ସେ ଭିତରକୁ ଗଲା, ବଗିଚା ଭିତରେ ବୁଲିଲା, ଫୁଲମାନଙ୍କୁ ଦେଖିଲା, ହେଲା। ଯାଇକି ସେ କବାଟକୁ ଠକ୍ ଠକ୍ କଲା, ହେଲା। ଘର ଭିତରୁ କେହି ଶୁଣିଲେନି ନା, କବାଟ ଖୋଲିଲେନି। କେତେ ସମୟ ଗଲା, ପୁଣି ଠକ୍ ଠକ୍ କଲା। ଗୋଲ୍ଡିଲକ୍ ଦେଖିଲା, ଆରେ ଏ କବାଟ ତ ଦିଆ ହେଇନି, କବାଟ ଖୋଲା ଅଛି। ମୁଁ ଯାଉଛି କବାଟ ଖୋଲିକି ଘର ଭିତରକୁ ଯିବି, ହେଲା। ଗୋଲ୍ଡିଲକ୍ ସେଇଠୁ କବାଟ ଖୋଲିକି ଘର ଭିତରକୁ ଗଲା। ଘର ଭିତରେ କ'ଣ ଥିଲା ନା, ଭାଲୁମାନେ କ'ଣ ରଖିଥିଲେ? କ୍ଷୀରି। ନାଇଁ, 3ଟା ତାଟିଆରେ କ୍ଷୀରି ଥିଲା। ଗୋଲ୍ଡିଲକ୍ ଯେମିତି କ୍ଷୀରି ଦେଖିଛି, ତାକୁ ତ ପୁରା ଭୋକ ଲାଗିଲା, ତା ପାଟିରେ ପୁରା ଲାଳ ବୋଇଲା ଆଉ, ହେଲା। କହିଲା, ମୁଁ ଯାଉଛି କ୍ଷୀରି ଖାଇଦେବି, କ୍ଷୀରି ତ ବଢ଼ିଆ ବାସ୍ନା ହେଉଛି, ହେଲା। ଗୋଲ୍ଡିଲକ୍ କ'ଣ କଲା ନା, ବଡ଼ ତାଟିଆରୁ ଟିକେ ଚାଖିଲା। ବୋଉଲୋ, ଏ କ୍ଷୀରିଟା କେତେ ତାତିଛି। ଥୋଇଦେଲା। କହିଲା, ବଡ଼ ତାଟିଆରୁ ମୁଁ ଖାଇବିନି, କ୍ଷୀରିଟା ବହୁତ ତାତିଛି, ଛାଡ଼ିଦେଲା। ମଝିଆ ତାଟିଆରୁ ଚାଖିଲା, ମଝିଆ ତାଟିଆରୁ ଥୋଇଦେଲା। ହେ, କ୍ଷୀରିଟା ବହୁତ ଥଣ୍ଡା ହେଇଯାଇଛି, ଜମା ବି ଟେଷ୍ଟି ଲାଗୁନି, ହେଲା, ଛାଡ଼ିଦେଲା। ତାପରେ କୁନି ତାଟିଆରୁ ଚାଖିଲା। କୁନି ତାଟିଆ କ୍ଷୀରିଟା ପୁରା ଠିକ୍, ବଢ଼ିଆ ଲାଗୁଛି, ଏଟା ମୁଁ ଖାଇବି କହିକି କ'ଣ କଲା, କୁନି ତାଟିଆରୁ ସବୁ କ୍ଷୀରି ଚାଟି ଚୁଟି ଖାଇଦେଲା, ହେଲା। ଯେମିତି କ୍ଷୀରି ଖାଇ ଦେଇଛି, ତାକୁ ତ ହାଲିଆ ଲାଗିଲା, କାହିଁକିନା ସେ ଜଙ୍ଗଲରେ ବୁଲି ବୁଲି ଯାଇଛି। କହିଲା, ଓହୋ, ଟିକେ ଏବେ ଶାନ୍ତିରେ ମୁଁ ନିଶ୍ୱାସ ମାରିବି। ସେ ଘରର ଆଉ ଗୋଟେ କୋଣକୁ ଚାହିଁଲା ବେଳକୁ, ସେ ଘର କୋଣରେ 3ଟା ଚେୟାର ପଡ଼ିଥିଲା, ହେଲା। କହିଲା, ଯାଉଛି ଏଇଠି ଟିକେ ବସିବି। ଫାଷ୍ଟ ଯେ ଗଲା, ଯାଇକି ଗୋଟେ ଆଗ ବଡ଼ ଚୌକିରେ ବସିଗଲା। ବଡ଼ ଚୌକିଟା କାହାର କହିଥିଲି? ବାପା ଭାଲୁର। ନାଇଁ, ବାପା ଭାଲୁ ଚୌକିରେ ଯାଇକି ବସିଗଲା ଚେୟାରରେ। ଏଠି ମୋ ଗୋଡ଼ ପାଉନି, ଏଇଟା ଟିକେ ଟାଣ ଟାଣ ଲାଗୁଛି, ଏଟା ଭଲ ଲାଗୁନି କହିକି ଓହ୍ଲେଇ ପଡ଼ିଲା। ସେଠୁ ଗଲା ମଝିଆ ଚେୟାରରେ ବସିଲା। ମଝିଆ ଚେୟାରଟା କାହାର? ମା ଭାଲୁର। ନାଇଁ, ମାମା ଭାଲୁର। ସେ ଚେୟାରରେ ବସିଗଲା। କହିଲା, ଏଇଟା ବହୁତ ନରମ ନରମ ଲାଗୁଛି, ଏଠି ବି ମୋ ଗୋଡ଼ ପାଉନି, ଏଟା ବି ବଡ଼ଟା। ସେଠୁ ବି ଓହ୍ଲେଇ ପଡ଼ିଲା। ତାପରେ ଦେଖିଲା କୁନି ଚେୟାର, ଯାଇକି କୁନି ଚେୟାରରେ ବସି ପଡ଼ିଲା। ଆରେ ବାଃ, ଏଟା ପୁରା ମୋତେ ଫିଟ୍, ମୁଁ ଏଇ ଚେୟାରରେ ବସିବି। କ'ଣ କଲା ନା, କୁନି ଚେୟାରରେ ବସିକି ଝୁଲୁ ଝୁଲୁ ଖେଳିଲା, ହେଲା। ତମେ କେମିତି ଚେୟାରରେ ବସିକି ଝୁଲ, ସିଏ ସେମିତି ଚେୟାରରେ ବସିକି ଝୁଲିଲା। ଯେମିତି ଚେୟାରରେ ବସିକି ଝୁଲିଛି, ଚେୟାରଟା କଟମଟକି ଭାଙ୍ଗିଗଲା। ଗୋଲ୍ଡିଲକ୍ସ ଲାଥୁକିନା ତଳେ ପଡ଼ିଲା, ହେଲା। ତାକୁ ଭାରି ଜୋର କାଟିଲା। ହଉ, ଚେୟାର ତ ଭାଙ୍ଗିଗଲା, କ'ଣ କରିବି? କହିଲା, ଯାଉଛି ଦେଖେ, କେଉଁଠି ଟିକେ ଶୋଇ ପଡ଼ିବି, ମୋତେ ଭାରି ହାଲିଆ ଲାଗୁଛି। ସେଠୁ ତାଙ୍କ ଶୋଇବା ଘରକୁ ଗଲା। ମାଲୋ, ଏଠି ବି 3ଟା ଖଟ। କିଏ କହିଲା? ଗୋଲ୍ଡିଲକ୍ କହିଲା। ଆଗ ଯାଇକି ବଡ଼ ଖଟରେ ଶୋଇ ପଡ଼ିଲା। ଏଟା ଭଲ ଲାଗୁନି, ଏଟା ଖାଲି ଟାଣ ଟାଣ ଲାଗୁଛି, ସେଠୁ ଓହ୍ଲେଇ ପଡ଼ିଲା। ତାପରେ ଗଲା ମଝିଆ ଖଟରେ ଶୋଇବ ବୋଲି। ମଝିଆ ଖଟଟା ବି ଭଲ ଲାଗୁନି, ଏଟା ଖାଲି ନରମ ନରମ ଲାଗୁଛି, ଏଟା ଜମା ଭଲ ଲାଗୁନି, ସେଠୁ ଓହ୍ଲେଇ ପଡ଼ିଲା। ତାପରେ ଦେଖିଲା କୁନି ଖଟ। ଆରେ ବାଃ, କୁନି ଖଟଟା ବଢ଼ିଆ ହେଇଛି, ମୁଁ ପୁରା ଏଠି ଫିଟ୍। ନାଇଁ, କୁନି ଖଟରେ ଶୋଇପଡ଼ିଲା। ଯା ଟିକେ ଶୋଇପଡ଼େ, ତାପରେ ଉଠିକି ଘରକୁ ଯିବି ଆଉ କହିକି ଶୋଇପଡ଼ିଲା। ଗୋଲ୍ଡିଲକ୍ସ ଯେମିତି ଶୋଇପଡ଼ିଛି, ତାକୁ ପୁରା ଜୋର ନିଦ ହେଇଗଲା। ସେତିକି ବେଳେ ଭାଲୁମାନେ ବୁଲି ବାଲିକି ଫେରିଲେ। ଭାଲୁମାନେ ତ କ୍ଷୀରି ରଖିକି ଯାଇଥିଲେ ଖାଇବେ ବୋଲି। ଭାଲୁମାନେ ଫେରିଲେ। ବାପା ଭାଲୁ ଆସିକି ଦେଖି କହିଲା, ଆରେ ହେ, ମୋ କ୍ଷୀରିରୁ କିଏ ଟିକେ ଖାଇଛି ବୋଧେ। ମା ଭାଲୁ କହିଲା, ମୋ କ୍ଷୀରି ତାଟିଆରୁ ବି କିଏ ଟିକେ ଖାଇଛି। ସେଇଠୁ କୁନି ଭାଲୁ କହିଲା, ବାପା ଦେଖ, ମୋ ତାଟିଆରୁ ସବୁ କିଏ ଖାଇଦେଇଛି, ଟିକେ ବି ମୋ ପାଇଁ ଛାଡ଼ିନି, ପୋଛି ପାଚିକି ଖାଇଦେଇଛି। ସେଇଠୁ ବାପା ଭାଲୁ କହିଲା, ଆରେ ହେ, ଆମ ଘରେ ତାହେଲେ କିଏ ଗୋଟେ ପଶିଛି, ଚାଲ ଖୋଜିବା ତାକୁ ଆଉ। ସେଇଠୁ ଗଲେ, ଦେଖିଲା ବେଳକୁ ତାଙ୍କ ଚଉକି ପାଖକୁ ଗଲେ। ଚଉକି ପାଖରେ ସବୁ ଛିନଛତର ହେଇକି ପଡ଼ିଛି। ବାପା ଭାଲୁ କହିଲା,
ମୋ ଚେୟାରରେ କିଏ ଗୋଟେ ବସିଛି ମୋ ଚୌକିରେ। ମା ଭାଲୁ କହିଲା ମୋ ଚେୟାରରେ ବି ଗୋଟେ କିଏ ବସିଛି। କୁନି ଭାଲୁ କହିଲା ମାମା ମୋ ଚେୟାରରେ କିଏ ଗୋଟେ ଦେଖ ବସିଛି ତାକୁ ପୁରା ଭାଙ୍ଗି ଦେଇଛି। ମୁଁ କୋଉଠି ଏବେ ବସିବି ମୋତେ କହିଲୁ? କହିକିରି କୁନି ଭାଲୁ କାନ୍ଦିଲା ହେଲା। ସେଠୁ ବାପା ଭାଲୁ ତାକୁ ବୁଝେଇଲା, କହିଲା ହଉ ପଛେ ଚେୟାର ସଜାଡ଼ିବା, ଚୌକିଟା ପଛେ ସଜାଡ଼ିବା, ତାପରେ ଚାଲ ଦେଖିବା ଆଗ କିଏ ଆମ ଘରେ ପଶିଛି। ଆଉ ସେମାନେ ସେଠୁ ଖୋଜିଲେ, ଖୋଜି ଖୋଜି ଯାଇକି ତାଙ୍କ ଶୋଇବା ଘରେ ପହଞ୍ଚିଲେ। ଶୋଇବା ଘରେ ବାପା ଭାଲୁ କହିଲା ଆରେ ହେ ମୋ ଖଟରେ ବୋଧେ କିଏ ଶୋଇଥିଲା, ବିଛଣା ସବୁ ଇଆଡ଼େ ସିଆଡ଼େ ହେଇଛି। ମା ଭାଲୁ କହିଲା ହଁ ହଁ ମୋ ଖଟରେ ବି କିଏ ଶୋଇଥିଲା, ମୋ ବିଛଣା ବି ଇଆଡ଼େ ସିଆଡ଼େ ହେଇଛି ହେଲା। କୁନି ଭାଲୁ କହିଲା ମାମାଲୋ ଦେଖିବୁ ମୋ ଖଟରେ ଏବେ ଯାକେ କିଏ ଶୋଇଛି, ଦୌଡ଼ିଆ ଦୌଡ଼ିଆ ଦେଖିବୁ। ବାପା ଭାଲୁ ସେଠୁ ଦେଖିକି କହିଲା ଆରେ ହେ ଏ ତ ଗୋଟେ ସୁନ୍ଦର ଝିଅଟେ, କୁନି ଝିଅଟେ ଶୋଇଛି, ଦେଖେ ତା ଚୁଟି ଗୁଡ଼ା କେମିତି ଗୋଲ୍ଡେନ୍ କଲର୍ର ହେଇଛି, ସୁନେଲି ସୁନେଲି ହେଲା। ତାକୁ ଦେଖିକି ସମସ୍ତେ ହସିଲେ। କାହାକୁ ଦେଖିକି? ଗୋଲ୍ଡିଲକ୍ସକୁ ଦେଖିକି ଭାଲୁମାନେ ହସିଲେ। ଭାଲୁମାନଙ୍କ କଥାବାର୍ତ୍ତାରେ ଗୋଲ୍ଡିଲକ୍ସର ନିଦ ଭାଙ୍ଗିଗଲା। ଯେମିତି ଗୋଲ୍ଡିଲକ୍ସ ଆଖି ଖୋଲିଛି ଆଉ ଦେଖିଲା ତା ଆଗରେ ଭାଲୁମାନେ, ସେ ପୁରା ଚିଲେଇଲା ଆଉ ଇଲୋ ମାଲୋ ଭାଲୁ କହିକି ଚିଲେଇଲା। ଆଉ ଚିଲେଇକି କ'ଣ କଲା ନା ଏକା ଡିଆଁରେ ଖଟରୁ ତଳକୁ ଓହ୍ଲେଇ ପଡ଼ିଲା। ଖଟରୁ ତଳକୁ ଓହ୍ଲେଇକି ଦୌଡ଼ିଲା ଯେମିତି ବାପା ଭାଲୁ କହିଲା ଆରେ ଯାନା ଆମେ ତୋର କିଛି କରିବୁନି, ତୁ ରହ। ମାମା ଭାଲୁ ବି କହିଲା ଆରେ କୁନି ଝିଅ ରହ। କୁନି ଭାଲୁ କହୁଛି ଆରେ କୁନି ଝିଅ ତୁ ରହ, ମୁଁ ତୋ ସାଙ୍ଗରେ ଖେଳିବି। ଏତେ କଥା ଆଉ ଗୋଲ୍ଡିଲକ୍ସ କି ଶୁଣେ, ଗୋଲ୍ଡିଲକ୍ସ ଏକା ନିଶ୍ୱାସରେ ଦୌଡ଼ିଛି ଆଉ ହେଲା। ଗୋଲ୍ଡିଲକ୍ସ ଦୌଡ଼ିକି ତାଙ୍କ ଘରକୁ ପଳେଇଲା। ତାପରେ ବାପା ଭାଲୁ ଆସିକି କ'ଣ କଲା ନା କୁନି ଭାଲୁର ଚେୟାର ଭାଙ୍ଗି ଯାଇଥିଲା, ସେ କୁନି ଭାଲୁର ଚେୟାର ସଜାଡ଼ି ଦେଲା। ମାମା ଭାଲୁ ଯାଇକି ଆଉ ଥରେ କ୍ଷୀରି କଲା। ସେମାନେ ସମସ୍ତେ କ୍ଷୀରି ଖାଇଲେ ହେଲା, ଖୁସିରେ ରହିଲେ ତାଙ୍କ ଘରେ। ଗୋଲ୍ଡିଲକ୍ସ ଦୌଡ଼ିକି ତାଙ୍କ ଘରକୁ ପଳେଇ ଆସିଲା, ଆଉ ଜମା ବି ଜଙ୍ଗଲକୁ ଗଲାନି ହେଲା। କିନ୍ତୁ କୁନି ଭାଲୁ ଗୋଲ୍ଡିଲକ୍ସକୁ ବହୁତ ଖୋଜିଲା, ହେଲେ କୋଉଠି ବି ପାଇଲାନି ହେଲା। କୁନି ଭାଲୁ ତା ବାପା ମା ସାଙ୍ଗରେ ତାଙ୍କ ଘରେ ରହିଲା, ଗୋଲ୍ଡିଲକ୍ସ ଆସିକି ତାଙ୍କ ଘରେ ତା ମାମା ବାପା ସାଙ୍ଗରେ ରହିଲା ହେଲା। ଭଲ ଲାଗିଲା ଗପଟା? ସମସ୍ତେ ମନ ଦେଇକି ଶୁଣିବ ହେଲା। ଆଉ ସ୍କୁଲ ଖୋଲିଲେ ସମସ୍ତେ ମୋତେ କହିବ ହେଲା। ଆଜି ଏତିକି।